ସବୁ ମେସେଜ କୁ ଆମେ ଶୁଣିବା, ସେଥିପ୍ରତି ଧ୍ୟାନ ଦେବା ଏବଂ ସୁରକ୍ଷିତ ସ୍ଥାନରେ ବୁଲେଇବା। ଆପଣ ମାନେ ତ ଶୁଣୁଥିଲେ, ମୁଁ ଏବେ ନ୍ୟୁଜ ଦେଖୁଥିଲି ଆଉ ଆପଣ ମାନେ ବିଗତ 2 ଦିନ ପର୍ଯ୍ୟନ୍ତ ଆପଣ ଏଇ ନ୍ୟୁଜ ଜାଣିଥିବେ କି ଆପଣଙ୍କୁ ଗୋଟେ ମକ୍ ଡ୍ରିଲ ହବ, ଆପଣଙ୍କ ପାଇଁ ଆପଣଙ୍କ ଫ୍ୟାମିଲିର ସେଫ୍ଟିଫିକେସନ ପାଇଁ ଗୋଟେ ମକ୍ ଡ୍ରିଲ ହବ। ଆଉ ଏ ମକ୍ ଡ୍ରିଲ ରେ ଆପଣଙ୍କୁ ଅନେକ ପ୍ରକାର ସେଫ୍ଟି ଉପରେ ଆପଣଙ୍କୁ କୁହାଯିବ, ଯେପରିକି ଆପଣ ଯୁଦ୍ଧ ସମୟରେ ବା କୌଣସି ଜରୁରୀକାଳୀନ ପରିସ୍ଥିତିରେ ଆପଣ ନିଜେ ଆଉ ଆପଣଙ୍କ ଫ୍ୟାମିଲିକୁ କିପରି ଆପଣ ସେଫ୍ ଜାଗାକୁ ନେଇ ସୁରକ୍ଷିତ ରହିପାରିବେ ତାର ଟ୍ରେନିଂ ଏବେ 7 ଦିନ ପର୍ଯ୍ୟନ୍ତ ଚାଲିବ, ଯୋଉଟା କି ଆଜି ଅପରାହ୍ନ 4ଟାରୁ ଆରମ୍ଭ ହେଇଯିବ। ଆଶା କରିବି ଆପଣ ମାନେ କୌଣସି ପ୍ରକାର ଭିଡିଓ ରେକର୍ଡିଂ କରି ବା କୌଣସି ପ୍ରକାର ଆର୍ମିର ଇକ୍ୱିପମେଣ୍ଟ या फिर ମକ୍ ଡ୍ରିଲ ର ଭିଡିଓ ରେକର୍ଡିଂ କରି ଆପଣ ଇନଷ୍ଟାଗ୍ରାମ ବା ଫେସବୁକ୍ ବା ୟୁଟ୍ୟୁବ ରେ ଛାଡନ୍ତୁ ନାହିଁ। ଏହା ମୋର ଗୋଟେ କ୍ରିଏଟର ମାନଙ୍କୁ ଗୋଟେ ରିକ୍ୱେଷ୍ଟ ରହିବ, ଆପଣ ମାନେ ଏଇ ଟାଇପ ର ଭିଡିଓ କରିବା ଦ୍ୱାରା ଆମ ଶତ୍ରୁ ମେ ବି ସଜାଗ ହେଇଯାଇପାରେ, ଆମ ଶତ୍ରୁକୁ କିଛି କ୍ଲୁ ମିଳିପାରେ, ଆମକୁ ଆଟାକ୍ କରିବା ପାଇଁ ତାକୁ ଆହୁରି ସହଜ ରାସ୍ତା ମିଳି ଯାଇପାରେ। ନିଜକୁ ସୁରକ୍ଷିତ ରଖନ୍ତୁ, ନିଜ ପରିବାରକୁ ସୁରକ୍ଷିତ ରଖନ୍ତୁ। ଆମର ସାଇରନ୍ ବାଜିବା ପୂର୍ବରୁ ପାକିସ୍ତାନରେ ସାଇରନ୍ ବାଜି ସାରିଛି ଆଉ ତାର ଉପରେ ଗୋଟେ ଭାରତ ସକ୍ସେସଫୁଲ ସର୍ଜିକାଲ ଷ୍ଟ୍ରାଇକ୍ କରିସାରିଛି, ଯାହାର ନାଁ ଥିଲା ଅପରେସନ ସିନ୍ଦୁର। ଆଉ ଏଇ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ମୁଁ ଗୋଟେ ଭାରତୀୟ ବୋଲି ବହୁତ ଗର୍ବିତ। ଆଉ ହୋପ ଆପଣ ମାନେ ବି କୋଉଠି ନା କୋଉଠି ଗର୍ବ ଅନୁଭବ କରୁଥିବେ। ବନ୍ଦେ ମାତରମ୍, ଜୟ ହିନ୍ଦ।